श्री गणेशाय नमः। शुक्लाम्बरधरं विष्णुं शशिवर्णं चतुर्भुजं प्रसन्नं वदनं ध्यायेत् सर्वविघ्नोपशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः। वैकुण्ठे च प्रयागे च तथा बदरिकाश्रमे इदं विष्णुर्विचक्रमे त्रेधा सन्निदधे पदम्। तैरेव सहितैः सर्वैर्मुनिवेदमुखान्वितैः कार्तिकेऽहं करिष्यामि प्रातः स्नानं जनार्दन। प्रीत्यर्थं तव देवेश दामोदर मया सह ध्यात्वाहं त्वं च देवेश जलेऽस्मिन् स्नातुमुदितः। तव प्रसादात् पापं मे दामोदर विनश्यतु। नित्यनैमित्तिके कृष्ण कार्तिके पापनाशनम्। कार्तिक महात्म्य षोडश अध्याय। पृथुवाच सेहि हामसिदं ब्रह्मन् माहात्म्यं कथितं त्वया अत्याश्चर्यमिदं सम्यक् तुलस्यास्तश्रुतं मया। नारद पादे करी पूजा पुणि पोछन्ते पृथुराजा। भोमुने बर पुण्य देहा कहिल पचारिली जाहा। तुलसी आदि जन्म बाणी आत्मा पवित्र हेला शुणी। तेणु तुलसी मूले सिद्धि कार्तिक उद्यापन विधि। से महातप व्रत फले एबे कहिबा तपीशिले। पूर्वे के उद्यापन करी भवसागर गले तरी। से कथा कह दृष्टान्तरे अखिल जन उपकारे। नारद नृपति वचने बोलन्ति शुण सावधाने। कार्तिक उद्यापन धर्म शुणन्ते शुभ सबु कर्म। से कथा कहिबा प्रस्तावे जे धर्म इतिहास पूर्वे। नारद उवाच आसीत् सत्याद्रि शिखरे करवीर पुरे पुरा। ब्रह्मणो धर्मवित् कश्चित् धर्मदत्त इति स्मृतः। सत्याद्रि नाम गिरिपाशे ब्राह्मण करवीर देशे। नाम ताहार धर्मदत्त विष्णु सेवारे अनुरत। जानई सर्वधर्म रीति कार्तिक व्रते महाप्रीति। एमन्ते एक संवत्सरे कार्तिक कृत्य विधि करे। मास संपूर्ण उद्यापन सारिला जावत विधान। एमंत निशि अवशेषे नृसिंह दर्शन आसे। ब्राह्मण नित्य कर्म सारी करे उदक पात्र धरी। से जले मिश्रित तुलसी मुखे गोविंद नाम घोषी। पथे चालई द्विजवर स्वभावे गिरि भयंकर। नृसिंह रूप नर हरि जहि अछन्ति विजे करी। विप्रगमयी सेहि मार्गे एक पिशाची आसी बेगे।
ପଥ ନିରୋଧୀ ଅଛି ରହି, ଦ୍ୱିଜ କାତର ତାକୁ ଚାହିଁ। ସ୍ୱଭାବେ ଭୟଙ୍କର ମୂର୍ତ୍ତି, ଲମ୍ବୋଷ୍ଠ ବଜ୍ର ଦନ୍ତ ପନ୍ତି। ଉଲଗ୍ନ ମୁକୁଳିତ କେଶ, କରାଳ ମୁଖ ଶୁଷ୍କ ମାଂସ। ଅତି ଦୁର୍ବଳ କଳେବର, ଅସ୍ଥି ଜଡ଼ିତ ଚର୍ମ ଶିର। ରକ୍ତ ନୟନ ଦୀର୍ଘ ଧ୍ୱନି, ଜିହ୍ୱାରେ ଜଳୁଅଛି ବହ୍ନି। ଚିମଣି ପକ୍ଷୀ ପ୍ରାୟ ସ୍ତନ, ଦୁର୍ଗନ୍ଧ ନାସିକା ପବନ। ଶରୀର ଧୂମ୍ର ବର୍ଣ୍ଣ ଦିଶି, ବିପ୍ରଙ୍କୁ ଓଗାଳିଲା ଆସି। ତାହାକୁ ଦେଖି ଧର୍ମଦତ୍ତ, ହସ୍ତେ ଯେ ଥିଲା ତମ୍ବା ପାତ୍ର। ତୁଳସୀ ଜଳ ସହିତରେ, ଫିଙ୍ଗିଲା ପିଶାଚି ଉପରେ। ଅଙ୍ଗେ ପଡ଼ିଲା ତାର ଯାଇ, ପିଶାଚି ଦିବ୍ୟ ରୂପ ହୋଇ। ବ୍ରାହ୍ମଣ ଆଗେ ହେଲା ଉଭା, ଚନ୍ଦ୍ରମା ପ୍ରାୟ ମୁଖ ଶୋଭା। କାଞ୍ଚନ ପ୍ରାୟ ତନୁ ଗୋରି, ଯେସନେ ସ୍ୱର୍ଗ ବିଦ୍ୟା ଧରି। ଅମୂଲ୍ୟ ଅଳଙ୍କାର ବାସ, ଗନ୍ଧ ଚନ୍ଦନ ଜାତି ପୁଷ୍ପ। ସୁନ୍ଦରୀ ଶରୀରେ ଭୂଷଣ, ତା ଦେଖି ଆଶ୍ଚର୍ଯ୍ୟ ବ୍ରାହ୍ମଣ। ମନରେ ଭୟ ନାହିଁ କିଛି, ଯୁବତୀ ମୁଖ ଚାହିଁ ପୁଛି। ହେ ରୂପବତୀ କି କାରଣେ, ରୂପ ଅନ୍ତର ଏହି କ୍ଷଣେ। ଅଇଲୁ ଯେଉଁ ରୂପ ଧରି, ସେ ରୂପ ଦେଖି ଭୟ କରି। ତତେ ଫିଙ୍ଗିଲି ଜଳ ପାତ୍ର, ତେଣୁ ସୁନ୍ଦର ତୋର ଗାତ୍ର। କହ ଏ କିସ ବିପରୀତ, ପୂର୍ବେ ତୁ କଲୁ କେଉଁ କୃତ୍ୟ। କି ଜନ୍ମ ଲଭିଲୁ ତୁ କାହିଁ, କି ଦୋଷେ ପାପ ତନୁ ବହି। ଘୋର ଗହନ ମାର୍ଗେ ଥିଲୁ, ଏବେ କି ଭାବେ ନିସ୍ତରିଲୁ। ତୁ ଏହା କହ ପରିମାଣେ, ମୋର ସଂଶୟ ଯାଉ ଶୁଣି। ଏ ପ୍ରଶ୍ନ ଶୁଣି ସେ ସୁନ୍ଦରୀ, ବିପ୍ରଙ୍କୁ ନମସ୍କାର କରି। ବୋଲଇ ଶୁଣ ଦ୍ୱିଜ ବର, ଏ ଯେ ଅର୍ଜିଲା କର୍ମ ମୋର। କହିବି ଶୁଣ ବିପ୍ର ଶ୍ରେଷ୍ଠ, ପୂର୍ବେ ଯେ ନଗ୍ର ସୌରାଷ୍ଟ୍ର। ସେ ଦେଲେ କୃଷ୍ଣ ଭିକ୍ଷୁ ନାମେ, ଦ୍ୱିଜ ବଞ୍ଚଇହ ଧର୍ମେ। ମୁହିଁ ଯେ ଦ୍ୱିଜର ଘରଣୀ, କଳନା ନାମେଣ ବ୍ରାହ୍ମଣୀ। ମୁଁ ପାପୀ ଯେ ମନ୍ତ ଦୁର୍ମତି, ସ୍ୱାମୀରେ ହୋଇଲି ଅପ୍ରୀତି। ଯାହା ବୋଲଇ ମୋର ନାହା, ମୁଁ ସୁଖ ନ ମଣଇ ତାହା। ସଂଯୋଗେ ନ ଦିଅଇ ଅନ୍ନ, କହଇ ନିଷ୍ଠୁର ବଚନ। ଗୃହେ ଯେ ଭଲ ଦ୍ରବ୍ୟ ଥାଇ, ମୁଁ ତାହା ଭୁଞ୍ଜଇ ଲୁଚାଇ। ମୁଁ ତହୁଁ ବୁରଇ ଯାହା, ବଳିଲେ ନିବେଶଇ ତାହା। ସ୍ୱାମୀ ଯହିଁକି ମନ କରେ, ମୁଁ ତାହା ନ ରଖଇ ଘରେ। ସ୍ୱାମୀ ପୁଛିଲେ କରେ କଳି, ତାର ବଚନ ମୋର ଶୁଳି। ଏମନ୍ତେ ଗଲା କେତେ ଦିନ, ମୋର ଭାଜିଲା ସ୍ୱାମୀ ମନ। ଅନ୍ୟ କନ୍ୟାଏ ଦେଖି ଶୋଭା, ତାକୁ ହୋଇଲା ବିପ୍ର ବିଭା। ତା ଦେଖି ସହି ନ ପାରିଲି, ମହୁରା ପାନ କରି ମଲି। ମୋ ପ୍ରାଣ ପ୍ରେତ ପିଣ୍ଡେ ଭରି,
ଯମକିଙ୍କର ନେଲେ ଧରି ଚର୍ମର ଜୋରେ ବାନ୍ଧି ଭିଡ଼ି ମୁଣ୍ଡେ ପ୍ରହାରୀ ବେତ ବାଡ଼ି ଯାତନା ପଥେ ଘେନି ଗଲେ ଯମଛାମୁରେ ନେଇ ଦେଲେ ମୋତେ ଅନାଇ ଦଣ୍ଡଧାରୀ କାଳକୃତାନ୍ତ ରୂପ ଧରି ପୁଛିଲେ ଚିତ୍ରଗୁପ୍ତକୁ ବୋଇଲେ କି ଦଣ୍ଡ ଏହାକୁ ବିଚାରି କୁହ ତୁମ୍ଭେ ବେଗେ ଧର୍ମ ତ ଦିଶୁ ନାହିଁ ଆଗେ ପାପ ଲକ୍ଷଣ ଏହା ଦେହ ପାଞ୍ଜିରେ କି ଲେଖିଛି କହ ପୁଣ କରିବା କେଉଁ ଧର୍ମ ବିଚାରି କହ ଧର୍ମାଧର୍ମ ରାଜା ବଚନେ ମନ୍ତ୍ରୀ ବେନି କର୍ମ ଲିଖନ ପାଞ୍ଜି ଘେନି ବୋଲନ୍ତି ଶୁଣ ଦଣ୍ଡଧାରୀ ଏ ବଡ଼ ପାପୀ ଦୁରାଚାରୀ କିଛି କରି ନାହିଁ ତପ କେତେ କହିବା ଏହା ପାପ ବ୍ରାହ୍ମଣ କୂଳେ ଦେହ ବହି ଆଚାରହୀନା ସ୍ୱାମୀ ଦ୍ରୋହୀ ପତିକି ଦେଲା ଯେତେ ଦୁଃଖ ତେଣୁ ନ ଚାହିଁ ତାର ମୁଖ ଯେତେ ଅକର୍ମ କଲା ପୂର୍ବେ ଦୁଷ୍ଟ ସ୍ୱଭାବେ ମତ ଗର୍ଭେ ପାପିନୀ ସ୍ୱାମୀ କି ଲୁଚାଇ ପାକ ଭାଣ୍ଡରେ ଅନ୍ନ ଖାଇ ତହିଁକି ଦଣ୍ଡ ଏବେ ଯାହା କହିବୁ ଶୁଣ ଯନ୍ତ୍ରଣା ସେ ପାପ ଫଳେ ଜନ୍ମ ସାତ ମାର୍ଜାରୀ ରୂପେ ହେବ ଜାତ ଉଚ୍ଛିଷ୍ଟ ଭକ୍ଷୀ ଘରେ ଘରେ ଗଞ୍ଜଣା ପାଇବ ଶରୀରେ ପୂର୍ବେ ଯେ କୁଟୁମ୍ବଙ୍କୁ ବଞ୍ଚି ଭଲ ପଦାର୍ଥ ଭୁଞ୍ଜେ ଲୁଚି ଏ ପାପୀ ଜାତ କରି ବାଳ ଭକ୍ଷିବ ଗର୍ଭ ଫୁଲ ଫଳ କଳହା ମହାପାପ ଘେନି ତଦନ୍ତରେ ଜନ୍ମ ତିନି ଡାକିନୀ ରୂପେ ଜାତ ହେବ ସକଳ ଜନେ ବୈର ଭାବ ପୂର୍ବ ଚଞ୍ଚଳ ମତି ଘେନି କୁଠାର ରୂପେ ଉର୍ଦ୍ଧ୍ୱ ଯୋନି ନିଶାରେ ସମସାନେ ହେରି ନାନା ଦୁର୍ଗନ୍ଧ ଭୋଗ କରି ସ୍ୱାମୀଙ୍କି ଦୁଃଖ ଦେବା ଫଳେ ପୁଣି ଜନ୍ମିବ ଗିରି ମାଳେ ବନେ ପିଶାଚି ରୂପ ହୋଇ କର୍ମେ କଳହା ନାମ ବହି ଭ୍ରମ ଯେ ଥିବ ଅନୁବ୍ରତେ ସୁଖ ନ ଲଭି କଦାଚିତେ ନିଜ ସ୍ୱାମୀର ନିନ୍ଦା ପାପେ ବିବର୍ଣ୍ଣ ଭୟଙ୍କର ରୂପେ ନାନା କ୍ଲେଶ ସହି ଅଙ୍ଗେ କେହି ନଥିବ ଆଉ ସଙ୍ଗେ ଯେ ବଣ ତୁଣ୍ଡେ ନିତେ କଳି ସ୍ୱାମୀ କି ଦେଉଥିଲା ଗାଳି ସେ ତୁଣ୍ଡେ ଜଳୁଥିବ ଜୁଇ କିଛି ହିଁ ନ ପାରିବ ଖାଇ ଏମନ୍ତେ ଯୁଗ ଏକ ସ୍ତରୀ ଥିବ ପିଶାଚି ରୂପ ଧରି ହେ ବିପ୍ର ଶୁଣ ସାବଧାନେ ଏମନ୍ତ ମନ୍ତ୍ରୀଙ୍କ ବଚନେ ଯମ ବୋଲଇ ଏତେ ହେଉ ଏ ପାପୀ ବେଗେ ଏଥୁ ଯାଉ ଏ ବାକ୍ୟ ଧର୍ମ ରାଜା ମୁଖେ ଶୁଣି ପଡ଼ିଲି ଘୋର ଦୁଃଖେ ମାର୍ଜାରୀ ହେଲି ଜନ୍ମ ସାତ ଡାକିନୀ ରୂପେ ପୁଣି ଜାତ ତିନି ଜନମ ଅନ୍ତେ ମୁହିଁ ଏବେ ପିଶାଚି ରୂପ ହୋଇ ଆଜକୁ 15 ବରଷ ଏ ବନେ କରିଅଛି ବାସ ଅକର୍ମା ଦେହେ ଦୁଃଖ
ତାହା କହିବା ଅବା କେତେ, କ୍ଷଣେ ତ ସୁସ୍ଥ ନାହିଁ ମନ, ନିରତେ ହୋଇ ଛନ ଛନ। କ୍ଷୁଧା ଅନଳେ ଆତ୍ମା ଦୁଃଖୀ, ତୃଷାରେ ଓଷ୍ଠ କଣ୍ଠ ସୁଖୀ। କ୍ଷଣ କ୍ଷଣକେ ପଡ଼ୁଥାଇ, ପିତ୍ତ ଶ୍ଳେଷମା ପ୍ରାୟ ହୋଇ। ସୁସ୍ଥେ ମନ ପାରଇ ବସି, ଅଷ୍ଟଦିଗକୁ ଅହର୍ନିଶି। ନିଷ୍କାମେ ଛୁଟୁଥାଇ ଧାଇଁ, ବାତୁଳ ଜନ ପ୍ରାୟ ହୋଇ। କାହିଁ ତ ନ ଦେଖଇ ସୁଖ, ଅନବରତ ଏକା ଭୋକ। ତା ଶାନ୍ତି ନିମନ୍ତେ ପଦାର୍ଥେ, କିଛି ନ ମିଳଇ ହାତେ। ବୃକ୍ଷେ ଯେ ଫଳ ଫଳି ଥାଏ, ମୋର ଚାହିଁଲେ ଜଳି ଯାଏ। ଅନଳ ପ୍ରାୟ ଦିଶେ ମୋତେ, ମୁଁ ତାହା ଭକ୍ଷିବି କେମନ୍ତେ। ତେଣୁ ତା ନ ପାରଇ ଭକ୍ଷି, ଯେମନ୍ତ କର୍ମେ ଅର୍ଜି ଅଛି। ତେଣୁ ନ ଲଭି ଫଳମାନ, ବିକଳେ କରଇ ରୋଦନ। ପବିତ୍ର ଗିରିଝର ଜଳ, ସେ ମୋତେ ସଦୃଶ୍ୟ ଗରଳ। ଅନଳ ତୁଣ୍ଡେ ଜଳୁଥାଇ, ଶୀତ ପବନ ଆଦି ହୋଇ। ସେ କଥା ଶୁଣ ପୁଣ୍ୟ ଦେହା, ପ୍ରେତ ପିଶାଚ ଭୋଗ ଯାହା। ଶୁକ୍ର ଶୋଣିତ ପୂଜ ଲାଳ, ଶ୍ରବଣ ବିଟ ନେତ୍ର ଜଳ। ନାସା ଶ୍ରେଷ୍ଠ ମସେଦ ବାନ୍ତି, ଯେବା ଉଚ୍ଛିଷ୍ଟ ଗୁଡ଼ ଖାନ୍ତି। ଦୀପ ନିର୍ବାଣ କାଳେ ପୁଣି, ଅନ୍ନ ଭୁଞ୍ଜଇ ଯେଉଁ ପ୍ରାଣୀ। ପତି ବିନାଶ କାଳେ ନାରୀ, ଅନ୍ନ ଭୁଞ୍ଜଇ ନ ବିଚାରି। ଦକ୍ଷିଣ ପଶ୍ଚିମ ମୁଖରେ, ଯେ ବସେ ଭୁଞ୍ଜେ ଅନ୍ଧକାରେ। ଯେ ତମ ଭରେ ଦାନ ଦେଇ, ସେ ସର୍ବ ପ୍ରେତ ଯୋଗ୍ୟ ହୋଇ। ଏମନ୍ତ ଦ୍ରବ୍ୟ ଯେବେ ମିଳେ, ପ୍ରେତ ଭୁଞ୍ଜନ୍ତି ନେଇ ବଳେ। ମୁଁ ତହୁଁ ଲୋଭଇ କିଞ୍ଚିତ, ଭୋଜନେ ତୋଷ ନହେ ଚିତ। ସୁମରି ପୂର୍ବ କଲା କର୍ମ, କ୍ଷଣ କ୍ଷଣକେ ମତି ଭ୍ରମ। କାନ୍ଦୁ ଯେ ଥାଇ ବନେ ପଶି, ନିରାଶେ ତରୁ ମୂଳେ ବସି। ପ୍ରଭବ ପଉଥାଇ ତହିଁ, ଆହା ବୋଲନ୍ତା କେହି ନାହିଁ। ଏ କଷ୍ଟେ ଥିଲି ଘୋର ବନେ, ଆଜ ମୁଁ ତବ ଦରଶନେ। ଦୁଃସହ ଘୋର ଦୁଃଖ ରାଶି, ତବ ପ୍ରସାଦେ ସର୍ବନାଶୀ। ଆତ୍ମା ପବିତ୍ର ହେଲା ମୋର, ଗତ ଅପରାଧ ଗଲା ଦୂର। ଏବେ କାରଣ କରି ମୋତେ, ନମଇ ତୁମ୍ଭ ପାଦ ଗତେ। କଳହା ମୁଖ ଏହା ଶୁଣି, ବ୍ରାହ୍ମଣ ମନେ ମନେ ଗୁଣି। ପାଷାଣ ମୂର୍ତ୍ତି ପ୍ରାୟ ହୋଇ, ମୌନେ ବିଷ୍ଣୁ ରୂପ ଧ୍ୟାଇ। ଗୋବିନ୍ଦ ସୁମରଇ ମନେ, ରାଜନ ଶୁଣ ସାବଧାନେ। ଅଧମ ମହାଦେବ ଦାସ, ଏକଥା ଶୁଣି ମହାତୋଷ। ଗୋବିନ୍ଦ ନାମ ଚିନ୍ତି ହୃଦେ, ଶରଣ ଗଲା ପଦ୍ମ ପାଦେ। ଅଜ୍ଞାନ ସ୍ତ୍ରୀଙ୍କର ହିତେ, ପଦ୍ମ ପୁରାଣ ଅର୍ଥ ଗୀତେ। ଜଗତେ କଲି ପରକାଶ, ସୁଜନେ ନଘେନିବ ଦୋଷ। इति श्री पद्मपुराणे उत्तरखंडे कार्तिक महात्म्ये शिव तुलसी महिमा कथने नाम 16 अध्याय। 17 अध्याय। नारद उवाच
ଶୁଣ ରାଜନ ସାବଧାନେ, ବିପ୍ର ଯେ କଳହା ବଚନେ। କ୍ଷଣେ ମୌନ ବ୍ରତ ହୋଇ, ପୁଣି ପୁଛନ୍ତି ତାଙ୍କୁ ଚାହିଁ। ହେ ଶୁଭ୍ର କେଶୀ ଚନ୍ଦ୍ରାନନୀ, ଏ ତୋର ପୁଣ୍ୟ କର୍ମ ଘେନି। ଭ୍ରମୁ ଯେ ଥିଲୁ ପାପ ପଥେ, କିମ୍ପା ନ ଗଲୁ ପୁଣ୍ୟ ତୀର୍ଥେ। ରାମ ଗୋବିନ୍ଦ ନାରାୟଣ, କିମ୍ପା ନ କଲୁ ଚାରଣ। ଅତି ଦୁସ୍ତର ଦୁଃଖ ସହି, ପିଶାଚି ତନୁ ଥିଲୁ ବହି। ଏବେ ପାଇଲୁ ଦିବ୍ୟ ଦେହ, ପୁଣି କାହିଁକି ଯିବୁ କହ। କଳହବାଚ ପୂର୍ବ କର୍ମ ବିପାକେନ, ଦୋଷାମେତଂ ଗତାସ୍ମହଂ। ତତ୍କଥଂ ତୁ ପୁନର୍ବିପ୍ର, ଯାମ୍ୟହଂ ଗତିମୁତ୍ତମଂ। ହେ ବିପ୍ର ଶୁଣ ସାବଧାନେ, ମୁଁ ମହାପାପୀ ଜ୍ଞାନହୀନେ। କାହୁଁ ଜାଣିବି ଭଲ ଗତି, ପିଶାଚି ହେରି ମନ୍ଦମତି। କେଉଁ ଜନ୍ମରେ କେତେ ଭାଗ୍ୟେ, ଭେଟ ପଡ଼ିଲି ତୁମ୍ଭ ଆଗେ। ତୁଳସୀ ଦଳ ଜଳ ସଙ୍ଗେ, ପ୍ରାପତ ହେଲା ମୋର ଅଙ୍ଗେ। ଏଣେ ଖଣ୍ଡିଲା ମହାପାପ, ସୁନ୍ଦର ହେଲା ମୋର ରୂପ। କାହିଁକି ଯିବି ବୋଲି ମୋତେ, ତୁମ୍ଭେ ନ ପଚାରିଲ ହିତେ। ମୁଁ ହିଁ ଜାଣିଲି ତାହା କିସ, ତୁମ୍ଭେ କହିବ ଉପଦେଶ। ତୁମ୍ଭେ ମୋ ପିତା ତୁମ୍ଭେ ଗୁରୁ, କେମନ୍ତେ ତରିବି ସଂସାରୁ। ଏକଥା ଆଜ୍ଞା ହେଉ ମୋତେ, ତୁମ୍ଭେ ଯେ ଇଷ୍ଟ ଦୈବତେ। ଏମନ୍ତ ବୋଲି କର ଯୋଡ଼ି, ବିପ୍ର ଚରଣ ତଳେ ପଡ଼ି। ନାରଦ ବାଚ ଏମନ୍ତ କଳହା ବଚନେ, ବିପ୍ର ବିଚାରୁ ଅଛି ମନେ। ଏ ଯେ ଯୁବତୀ ଅରକ୍ଷିତ, ଆମ୍ଭର ଖଣ୍ଡିଲା ଦୁରିତ। ଏବେ କାହିଁକି ଯିବ ଏହି, ବନ୍ଧୁ ସୋଦର କେହି ନାହିଁ। ଆମ୍ଭେ ନ ଦେଲେ ପୁଣ୍ୟ ଗତି, ନିରକ୍ଷ ହୋଇବ ଯୁବତୀ। ଉତ୍ତମ ଜନେ ଛନ୍ତି କହି, ଦୟା ଉପରେ ଧର୍ମ ନାହିଁ। ଦୟା ଯେ ପର ଉପକାର, ସକଳ ଧର୍ମ ପରେ ସାର। ଏଣୁ ଏହାକୁ ନିସ୍ତାରିବି, ମୋର ଧର୍ମରୁ ଅଧେ ଦେବି। ସେ ଧର୍ମ ଫଳେ ସୁନ୍ଦରୀ, ଘୋର ସଂସାରୁ ଯାଉ ତରି। ଏତେ ବିଚାରି ବିପ୍ରବର, ହସ୍ତେ ଧେନିଲା କୁଶନୀର। ଆପଣା କଲା କର୍ମ କୃତ୍ୟ, କାର୍ତ୍ତିକ ଉଦ୍ଯାପନ ବ୍ରତ। ସେ ଧର୍ମ ବେନି ଭାଗ କଲା, କଳହା করে ଜଳ ଦେଲା। ତକ୍ଷଣେ ଧର୍ମ ଭାଗ ପାଇ, କଳହା ଗଲା ମୋକ୍ଷ ହୋଇ। କିଏ ବା ଦେବା ପଟାନ୍ତର, ଦିତି କମଳା ଅବତାର। କାର୍ତ୍ତିକ ଦୀପ ଦାନ ଫଳେ, ଜାଜଲ୍ୟମାନ ଜ୍ୟୋତି ଜୋଳେ। ଅଙ୍ଗେ ଅମୂଲ୍ୟ ଆଭରଣ, ବିରାଜେ ଆଦିତ୍ୟ କିରଣ। ଝିନ ପତନି ଅଙ୍ଗେ ଶୋଭା, କନକ କାନ୍ତି ପ୍ରାୟ ଆଭା। ଏମନ୍ତ ରୂପ ବିପ୍ର ଦେଖି, ମନକୁ କଲା ମହାସୁଖୀ। ଏହି ସମୟେ ଶୂନ୍ୟପୁରୁ, ଜ୍ୟୋତି ପ୍ରକାଶ ହେଲା ଦୂରୁ। ସୂର୍ଯ୍ୟମଣ୍ଡଳ ପ୍ରାୟ ଦିଶି, ଆସଇ ଆକାଶରୁ ଖସି।
शुद्ध सुवर्णमय जान अष्टरत्नरे शोभामान मणितर्पण पंक्ति पंक्ति चंद्रमा प्राय विराजंती श्वेत चामर रंग शाढ़ी हीरा माणिक्य हे बजड़ी पारिजातक पुष्पमाळ मुकुता तृणा परिमल ध्वज कमल चक्र चिन्ह पताका उड़े वितपन से रथ विष्णु गणे बसी ताल मृदंग नाद घोषी गोविंद गुण गीत स्वरे गायन करुछन्ति धीरे उर्वशी प्राय लक्ष नारी खदी चामर करे धरी विविध उपहार घेनी विमाने उभारी कामिनी अतिशील सुशील मेले असविहीने जान चले शून्य मंडल रथ खसी भूमि निकटे हेले आसी सेवेनी विष्णु अनुचरे कलहा कर धरी करे विमाने बसाइले तोली युवती देले हुलहुली ता देखी विप्र धर्म दत्त भूमि रे कला दंडवत विष्णुगण को चाहे पुणी सिरे निवेशिबेनी पाणी बोइला क्षण मात्र रह काहू आइल तुम्भे कह कि तुम्भे देव जक्ष ऋषि किय बा वैकुंठवासी विष्णुक प्राय तुम्भ काय बीराकू अच्छे ज्योतिर्मय एणु जानिली उपदेशी निश्चय वैकुंठवासी प्रभु आज्ञारे आसीअछि मु एहा जानिली प्रत्यक्ष कलहा मुकति कारणे अइल आज्ञा परमाणे ए नारी धर्म भाग पाई जाऊअछि जे मुख्य होई मु एहा देखिली नयने कार्तिक व्रत महापुण्य संसारु निस्तरिला नारी मु जेते व्रत अछि करी मते होइब केउ गति विचारी कह शुद्ध मति ब्राह्मण मुखरु ए मंत शुणी कहन्ति विष्णु दूत अति श्लोवाच हे विप्र शुण सावधाने तोर कार्तिक धर्म दाने पिशाची पाप देह लेछि विष्णु लोक को जाऊअछि तु स्वयं अर्जी अछु धर्म जन्म हूँ दही पाप कर्म सर्वसुकृत कर्म तोर विष्णु सेवारे तत्पर वेदाध्ययने कर्म कांडे बणा नहिछि धर्म दांडे जे तुम शुद्ध धर्म राशि कार्तिक कृत्य एकादशी तुलसी सेवा शुद्ध चित्ते गोविंद नाम अनुव्रते सोमरु थाए शुद्ध मने एक कथा जानू आम्भे माने दिने क वैकुंठपुरे श्रीहरि लक्ष्मी संगरे भृत्यंक गुण कहुथिले शुणी प्रशंसा करुथिले बोइले विप्र धर्म दत्त वैष्णव गुणे सारस्वत तार भारी जातिनी गोटी स्वामी स्नेहरे थांती खटी
ଗୃହସ୍ଥ ଆଜ୍ଞା ପରମାଣେ ଆମ୍ଭ ସେବାରେ ଅନୁକ୍ଷଣେ ଚାରିହେଁ କରୁଥାନ୍ତି ସେବା କି ପଟାନ୍ତର ତାଙ୍କୁ ଦେବା ଆମ୍ଭଙ୍କୁ ସ୍ନେହ କରେ ଯେତେ ସେ ଋଣ ଶୁଝିବା କେମନ୍ତେ ତାଙ୍କ ମରଣ କାଳ ଜାଣି ବୈକୁଣ୍ଠ ଭୁବନକୁ ଆଣି ଦୁର୍ଲଭ ଦେହ ତାଙ୍କୁ ଦେବା ଆମ୍ଭ ନିକଟେ ରଖିଥିବା ଆମ୍ଭ କୈବଲ୍ୟ ଭୋଗ ପାଇ ପାରୁ ସେ ଥିବେ ସୁଖୀ ହୋଇ ଏମନ୍ତେ 10 ଲକ୍ଷ ଯୁଗ ପାଇବେ ବୈକୁଣ୍ଠରେ ଭୋଗ ତଦନନ୍ତରେ ମର୍ତ୍ତ୍ୟପୁରେ ସରଜୁ ନାମେ ନଦୀ ତୀରେ ଅଯୋଧ୍ୟା ନାମେ ମହାଦେଶେ ଜାତ ହୋଇବେ ସୂର୍ଯ୍ୟ ବଂଶେ ନାମ ହୋଇବ ଦଶରଥ ନୃପତି ପଣେ ସାମରଥ ହୋଇବେ ଜମ୍ବୁ ଦ୍ୱୀପେ ରାଜା ଜୋକତେ ତାତେ ନିଭାରି ଯା କୌଶଲ୍ୟା କୈକେୟୀ ପୁଣି ସୌମିତ୍ରା ସହ 3 ରାଣୀ ସେ ସତୀ ସାଧବଙ୍କ ଗର୍ଭେ ଆମେ ଜନ୍ମିବୁ ପୁତ୍ର ଭାବେ ଶ୍ରୀରାମ ନାମ ଅବତରୀ ଏକେ ଚତୁର୍ଦ୍ଧା ରୂପ ଧରି ରଞ୍ଜିବା ଭକତଙ୍କ ମନ କହିଲେ କମଳ ଲୋଚନ ଏ କଥା ଶୁଣିଅଛୁ ଆମ୍ଭେ ହେ ବିପ୍ର କି ପଚାର ତୁମ୍ଭେ ନିଶ୍ଚୟ ବୈକୁଣ୍ଠ ଯିବ ଅଳ୍ପ ଦିନେ ଥିବ ଶୁଣି ବ୍ରାହ୍ମଣ କୃତ କୃତ୍ୟ ବିଷ୍ଣୁ ଭାବରେ ଦେଇ ଚିତ୍ତ ସେ ବିପ୍ର ବିଷ୍ଣୁ ଦୂତ ପାଦେ ମୋ ମନ ରହୁ ଅପ୍ରମାଦେ କହଇ ମହାଦେବ ଦାସ ହରିଚରିତ ସୁଧାରସ ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ कार्तिक महात्म्ये विष्णुदूते ओ धर्मदत्त संवादे नाम 17 अध्याय। 18 अध्याय। नारद उवाच इत्थं तद्वचनं श्रुत्वा धर्मदत्तः सविस्मयः प्रणम्यं दण्डवत् भूमौ वाक्यं वेदमुवाचः शृण राजन चूडामणि विष्णुदूतଙ୍କ वाक्य ଶୁଣି ସେ ବିପ୍ରବର ଧର୍ମଦତ୍ତ ପୁଣି ଭୂମିରେ ପ୍ରଣମିତ ଉଠି କପାଳେ କର ଦେଇ ବୋଇଲେ ଶୁଣି ମାଗୁ ସାଇ ପ୍ରାଣୀ ସୁଗତି ଅର୍ଥେ ବିହି ଷଡ଼ ପ୍ରକାରେ ଧର୍ମ କହି ଯଜ୍ଞାଦି ଦାନ ତୀର୍ଥ ବ୍ରତ तपस्या चंद्रायण मत ए विधि धर्म षड गुणे जे करे सात्विक लक्षणे बहुत दिने सिद्ध होई अंते अच्युत पासे जाई तुलसी जल प्राप्ति मात्रे कल्मष न रहिब गात्रे एक कथा देखिली प्रत्यक्ष कलहा नामे स्त्री मोक्ष ए बड़ दुर्लभ महिमा तुम्भे सर्वज्ञ पुण्य आत्मा आउ कि देखी अछ काहि तुलसी घेनी तपदाही संसार जाई छंती तरी तुलसी वृक्ष सेवा करी एक कथा देखी थिले कह मोर संशय मनु दह विप्रवचने विष्णुदूते बोलंती शुण एक चित्ते तुलसी महिमा जे मंत कहिबा तहिर वृत्तांत पूर्वे जे कांची नरपति नाम ता दोल चक्रवर्ती
ବିଷ୍ଣୁ ଭକତ ପଣେ ରାଜା, ଧର୍ମେ ପାଳଇ ଜନ ପ୍ରଜା। ଯାବତ ରଜଇ ଚିତ୍ତ, ତାବତ ଧର୍ମ ଥାଇ ଚିତ୍ତ। ଧର୍ମେ ସକଳ ଜନେ ପ୍ରୀତି, ଧର୍ମେ ସଞ୍ଚଇ ସର୍ବକୀର୍ତ୍ତି। ଆତ୍ମାର ତାରଣ ନିମନ୍ତେ, ବିଷ୍ଣୁ ସେବଇ ଶୁଦ୍ଧ ଚିତ୍ତେ। ପୂର୍ବେ ସମୁଦ୍ର ତୀରେ ରାଜା, ନିତ୍ୟ କରଇ ବିଷ୍ଣୁ ପୂଜା। ପାଷାଣେ ଦେଉଳ ତୋଳାଇ, ପାରୁ ସେ ପୋଖରୀ ଖୋଳାଇ। ବିବିଧ ତରୁ ଫଳ ପୁଷ୍ପେ, ଯତନେ ରପି ଚାରି ପାଶେ। ଗଢ଼ାଇ ସୁବର୍ଣ୍ଣ ପ୍ରତିମା, ଅନନ୍ତ ପୁରୁଷ ଉତ୍ତମା। ପ୍ରାସାଦ ମଧ୍ୟେ ତାଙ୍କୁ ସ୍ଥାପି, ଆଗେ ପୂଜଇ ନାମ ଜପି। ନବୀନ ରତ୍ନ ହୀରା ନୀଳା, ମାଣିକ ମୁକୁତା ପୋହଳା। ବୈଦୁର୍ଯ୍ୟ ପଦ୍ମ ରାଗମଣି, ମର୍କତ ରତ୍ନ ଆଦି ଆଣି। ମଣ୍ଡଣି କରି ବିଷ୍ଣୁ ଅଙ୍ଗେ, ବସ୍ତ୍ରେ କୁସୁମ ନାନା ରଙ୍ଗେ। ବିବିଧ ଉପହାର ବାଢ଼ି, ପୂଜା କରଇ ସ୍ତୁତି ପଢ଼ି। ଗନ୍ଧ ଚନ୍ଦନ ଧୂପ ଦୀପେ, ସଂଯୋଗୀ ଶ୍ରୀହରି ସମୀପେ। ପୂଜା କରଇ ଶୁଦ୍ଧ ମନେ, ଆଜ୍ଞା ମାଗଇ ପ୍ରତିଦିନେ। ହେ ପ୍ରଭୁ ପରମ ଈଶ୍ୱର, ମୋର ପ୍ରଜାଙ୍କୁ ସୁଖୀ କର। ପ୍ରକାଶ ହୁଅ ସର୍ବହୃଦେ, ମୋ ମନ ରହୁ ତୁମ୍ଭ ପାଦେ। ଏମନ୍ତ ବୋଲି ଆଜ୍ଞା ମାଗେ, ଜଗତ ଜନ ଅନୁରାଗେ। ଏମନ୍ତେ କେତେ କାଳ ଗଲା, ଦିନେ ମନ୍ତ କୃତ୍ୟ ହେଲା। ନୃପତି ବିଷ୍ଣୁ ପୂଜା କାଳେ, ଏକ ବ୍ରାହ୍ମଣ ଆସି ମିଳେ। ନାମ ତାହାର ବିଷ୍ଣୁ ଦାସ, ସେହି ନଗରେ ତାର ବାସ। ଦଶମୀ ତିଥି ନିଶି ଶେଷେ, ବିଷ୍ଣୁଙ୍କ ଦର୍ଶନ ଆସେ। ସ୍ନାନ ସାରି ପ୍ରାତ କାଳେ, ପ୍ରବେଶ ହେଲା ଦେବ ଆଳେ। ହସ୍ତେ ତା ତୁଳସୀ ମଞ୍ଜରୀ, ବିଶେଷେ ପତ୍ର ଦ୍ରୋଣେ ଭରି। ଦେଉଳ ଭିତରେ ସମାଇ, ମଣ୍ଡିଲା ବିଷ୍ଣୁ ଅଙ୍ଗେ ନେଇ। ତୁଳସୀ ଦଳେ ବିଷ୍ଣୁ ବେଶ, ତାହାଙ୍କୁ ହୋଇଲା ଅଦୃଶ୍ୟ। ତା ଦେଖି କୋପେ ନୃପବର, ବିପ୍ରଙ୍କୁ କରଇ ଧିକାର। ବୋଇଲା ଧିକ ତୋର ବୁଦ୍ଧି, ତୁ କିସ ଜାଣୁ ପୂଜା ବିଧି। ସ୍ୱଭାବେ ଦୁଃଖୀ ଅକିଞ୍ଚନ, ଦରିଦ୍ର ପୁଣି ଜ୍ଞାନହୀନ। ତୋତେ ମିଳିବ ବା କିସ, ବିଷ୍ଣୁଙ୍କୁ କରିବୁ ସନ୍ତୋଷ। ଦେଖ ମୋହର ପୂଜା ବିଧି, ରତ୍ନ କାଞ୍ଚନେ ସର୍ବସିଦ୍ଧି। ମଣ୍ଡିଛି ବିଷ୍ଣୁ କଳେ ବର, କେମନ୍ତେ ଦିଶଇ ସୁନ୍ଦର। ତୁ ଆସି ବେଶ ଭ୍ରାନ୍ତି କଲୁ, ତୁଳସୀ ଦଳେ ଉହାଡ଼ିଲୁ। ଏଣୁ ମୋ ମନେ ମହାତାପ, ନ ଦେଖି ବିଷ୍ଣୁ ନିଜ ରୂପ। ତୁ ଯେ ବ୍ରାହ୍ମଣ ବୁଦ୍ଧି ନଷ୍ଟ, କେବଳ ବର୍ଣ୍ଣ ମଧ୍ୟ ଶ୍ରେଷ୍ଠ। ତେଣୁ ସହିଲି ତୋର ଦୋଷ, ଆଉ ବୋଲିବୁ ଅବା କିସ। ରାଜା ବଚନ ବିପ୍ର ଶୁଣି, ସଧୀରେ କହୁଥାନ୍ତି ବାଣୀ। ହେ ନୃପ ନ କରିବ କୋପ, ମୋ ଠାରୁ ଶୁଣିବା ସ୍ୱରୂପ। ଉତ୍ତମ ଋଷିଙ୍କ ବଚନେ, ମୁଁ ଶୁଣିଅଛି ପୂର୍ବ ଦିନେ। ବିଷ୍ଣୁ ପୂଜା ନିମନ୍ତେ ଦ୍ରବ୍ୟ, ବହୁ ବିଧାନେ ଭିଆଇବ। ପୃଥିବୀ ତୁଲେ ପାତ୍ର କରି,
ब्रह्मा वचने शक्ति धरी द्रव्य संजीव शुद्ध चित्ते सात समुद्र जल जेते अर्घ्य निमन्ते जेते क्षीर मेरु समाने अलंकार शपथ निधि रत्न मणि मंडिव विष्णु अंगे आणी पारिजातक आदि पुष्पे मलय चंदन सुवासे जगते जेते स्वादु फल पूजारे बाढ़िव सकल षोडश भावे पूजा विधि निगम मंत्र करि सिद्धि ब्रह्म मुनिंक उपदेशे विष्णु को पूजिब हरसे तेणे होइब जेते धर्म तुलसी दले नहे सम तुलसी कोमल मंजरी बेनी हस्तरे थिब धरी जे जहा हेब विष्णु शिरे से धर्म कहिले न सरे विष्णु श्री मुख छन्ति कही विधाता सर्वशास्त्रे लिहि ईश्वर मोहि आदि गणे प्रकाश कले जणे जणे तेणु प्रसिद्ध ए तुलसी गोविंद पूजारे प्रशंसी केबे कथा नहे मिछ तू राजा गुरु द्वारे पूछ एमंत ब्राह्मण वचने राजा कहि कोप मने तू विप्र निश्चय बड़ दुष्ट मते कराऊ आशीरुष्ट ए मोर धर्म कीर्ति जेते प्रकाश हेउछि जगते केहा संख्या करि पारी तो काहू मोर संगे सरी तुलसी वृक्ष केते रोपी आपे बोलाऊ अछुतपी आपणा गुण कहू बंदी मोर शेष धर्म निंदी एकथा पूछि न बुझिबा चालो उत्तम स्थान जीवा मो गुरु मुदुगल ऋषि सर्वदा गया तीर्थवासी तांको संगते विप्र गणे अछंती वैष्णव गहणे जाग संपादी धर्म बाटे अछंती गंगा नदी तटे सेठारे धर्म कर्म विधि प्रच्छन्न नेउछि सिद्धि तांको निकटे चाल जीवा एकथा तांको पचारिबा तुलसी सेवा धर्म फल आउ जावत करी ठूल केथे गुरु लघु अबा विप्र गोष्ठी रे पचारिबा एमंत बोली विप्रमणि विप्रंकु संगे संगे आणी सेदिन निज पुरे रही प्रभातु गले पथ बाही तृतीय दिन अवशेषे मिलिले गदाधर देशे देखिले गया नदी तीरे दक्षिण कूल वन घोरे बहुत शिष्य गण तुले यज्ञ करती मुदु गले बहुत संभार भी आई निरते अन्न दान देई विविध वन महोदर निर्माण धर्मशाला पुर जति वैष्णव वृंद मिली तुलसी वन प्रतिपाली दियई नाना उपहार विष्णु सेवारे तत्पर तोला मकर मेष मास श्री एकादशी उपवास ए धर्म मान कही मुखे दिन बंचंती अति सुखे ता देखी चोल चक्रवर्ती आनंदे चाही चौकती जे विष्णु दास द्विजवर
ମନେ ଚିନ୍ତଇ ଚକ୍ରଧର ଆନନ୍ଦ ଯଜ୍ଞ ସ୍ଥାନ ଦେଖି ରାଜା ସହିତେ ଚିତ୍ତେ ସୁଖୀ ସୁମରି ଗୁରୁ ଉପଦେଶ କହନ୍ତି ମହାଦେବ ଦାସ ସକଳ ଲୋକ ଚିନ୍ତ ହରି ଭବସାଗରୁ ଜୀବ ତରି। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ कार्तिक महात्म्ये चोलराज विष्णुदास संवादे नाम अष्टादश अध्याय। 19 अध्याय। विष्णुदत्त उवाच शुण हे विप्र धर्म दत्त जे पूर्वे प्रच्छन्न भकत से राजा चोल चक्रवर्ती धर्मे निश्चय तार मति से विष्णु दासंक संगते गयाकू गमन करन्ते मिलिले मुदुगल पासे चरणे न मिले विशेषे कल्याण कले मुनिवर राजा कहई जोड़ी कर भोगुरु शुण सावधाने आम्भे विवादी बेनी जने धर्म पचारि आसिअछु जे जहा कर्मे अर्जी अछु कहबू तुम्भ आगे सत तुम्भे बुझिब बेनी मत अधिक हेब काहा धर्म तुम्भे कहब यथा कर्म प्रथमे मोर धर्म शुण मो इष्ट देव नारायण तार संतोषे मोर बुद्धि नित्य करई पूजा विधि जावतर जय धन दाने संतोष मोर मन क्षुधार्थ अतिथि प्रदेशी एहांकु अन्न देई तोषी करई धर्म कीर्तिमान कूपतड़ा गौ पवन गोशाला धर्मशाला घर निरक्ष जनक मंदिर प्रसाद प्रकार मंडप विजे करई विष्णु रूप आधि उपाधिले भी आई जतने छत्र दान देई ग्रीष्म काले जल दान सर्वदा काले मिष्ट अन्न क्षुधार्जन ग्रासे आसी निरते देउ थाई जाची राजसूयादि यज्ञ जेते करु थाई मु विधि मते आवरी देश काल दिने सुपात्र दान शुद्ध मने एमंत धर्म मोर जेते संक्षेप कहिबि मु केते तुम्भे कथा अनुसरी बुझिबा विप्रंकु पचारी ए धर्म करी अछि जेते लक्ष्य की मो धर्म संगते ए बाणी शुणी विष्णु दास कहुछि जागी कर पास बोलई शुण सावधाने मुदी जथाई तो समने तुलसी वृक्ष सेवा करी गोविंद नाम मने धरी वेदाध्ययन करी मुखे दिन बंचई दुखे सुखे एथु मोहन धर्म नाही नृपति तुले बाद काही तुम्भे धर्म अनुसरी राजा को कह बोध करी ए बाणी मुदु गल शुणी उप्रोध करी मने गुणी जानिले विप्र धर्म श्रेष्ठ अनुपति करिछि अनिष्ट स्वभावे रज गुण फले तामस उपजई हेले एक कथा उचित एहार आम्भे कहिलु नृपवर किय बा नहि बसंतोष ए आम्भे जजमान शिष्य एके ब्राह्मण महातपी मिछ कहिले हेब पापी एथकु उपाय करिबा अन्य मुखरे कुहाइबा एते विचारी मुनिवर राजांकु कहन्ति मधुर
ହେ ନୃପ ଶୁଣ ମନ ଦେଇ ତୁମ୍ଭେ ଆସିଲ ଯହିଁ ପାଇଁ। ସେ କଥା କହିବା ପ୍ରଚ୍ଛନ୍ନ ଏବେ ଆମ୍ଭର ବାକ୍ୟ ଶୁଣ। ପାପ ସମ୍ପୂର୍ଣ୍ଣ ହେବା ଯାଏ ତୁ ରାଜା ଥାଅ ଏହିଠାଏ। ବିପ୍ର ହିଁ ଥାଉ ତୋର ମେଳେ ତୁ ଅନ୍ତ ଭୁଞ୍ଜ ଜାଗସ୍ଥଳେ। ବିପ୍ରଙ୍କୁ ଦେଉଥିବା ସଞ୍ଚା ଧର୍ମ ହିଁ କରୁଥିବ ପଞ୍ଚା। ଦେବଙ୍କୁ ହବି ଦେଇ ତୋଷି ସମସ୍ତେ ସଭା କରି ବସି। ଫେଡ଼ିବା ତୁମ୍ଭର ସନ୍ଦେଶ ଶୁଣି ନୃପତି ମନେ ତୋଷ। ଗୁରୁଙ୍କ ଆଜ୍ଞା ଘେନି ଶିରେ ଅନ୍ନ ଭୁଞ୍ଜଇ ତାଙ୍କ ଘରେ। ରାନ୍ଧଣା ସଞ୍ଚା ବସା ଘର ଯେ ବିପ୍ର ଦେଲେ ମୁନିବର। ସେ ବିପ୍ର ପାଇଣ ସମ୍ମାନ ସ୍ୱହସ୍ତେ ପାକ କଲା ଅନ୍ନ। ବ୍ୟଞ୍ଜନ ଆଦି ଯତ୍ନ କରି ରଖିଲେ ପତ୍ର ପାତ୍ରେ ଭରି। କବାଟ କିଳି ନିଜ ହାତେ ନଦୀକି ଗଲେ ସ୍ନାନ ଅର୍ଥେ। ସ୍ନାନ କରିଣ ଗଙ୍ଗାନୀରେ ପ୍ରବେଶ ହେଲେ ଆସି ଘରେ। ଦ୍ୱାର କବାଟ ଫିଟି ଅଛି ଅନ୍ନ ବ୍ୟଞ୍ଜନ ନାହିଁ କିଛି। ଦେଖି ବିସ୍ମୟ ବିପ୍ରବର ମନରେ କରଇ ବିଚାର। ମୁଁ ଯେ କବାଟ ଗଲି କିଳି ଫିଟାଇ ଦେଲା କେ ଅର୍ଗଳି। ଅନ୍ନ ବ୍ୟଞ୍ଜନ ସବୁ ନେଲା ଭଲା ସେ ବାଟ ଚାହିଁଥିଲା। ଏକଥା ହୋଇଲେ ପ୍ରକାଶ ଲୋକେ କରିବେ ଉପହାସ। ବୋଲିବେ ଆହେ ବିପ୍ରବର ଏ ପୁଣ୍ୟ ସ୍ଥାନେ ନାହିଁ ତୋର। ଆହାର ସମ୍ପୂର୍ଣ୍ଣ ନହିଲା ଏଣୁ ବୋଲୁଛୁ ଚୋର ନେଲା। ଦୋହରା ଭୋଜନ ନିମନ୍ତେ କହୁଛି ବିଚାରିବେ ଚିତେ। କିଏ ବା ସମ୍ପାଦିବେ ଚୋରି ଚୋରକୁ ଦଣ୍ଡ ଦେବେ ଧରି। ସେ ଦଣ୍ଡ ଆମ୍ଭ ଯୋଗୁଁ ହେବ କେତେ ସେ ପ୍ରଭାବ ପାଇବ। ସ୍ୱଭାବେ ଦିନହୀନ ନରେ ସେ ସିନା ଅନ୍ନ ଚୋରି କରେ। ତାର ଶରୀରେ ବଳ ନାହିଁ ଗଞ୍ଜଣା ନ ପାରିବ ସହି। ପ୍ରଭାବ ପାଇଲେ ମରିବ ସେ ହତ୍ୟା ଆମ୍ଭଙ୍କୁ ଲାଗିବ। କିଏ ବା ଧର୍ମ ଆତ୍ମା ଜନେ ଚୋରକୁ ନ ଦଣ୍ଡିବେ ଜ୍ଞାନେ। ଆମ୍ଭ ନିମନ୍ତେ ଦୁଃଖେ ପଡ଼ି ପୁଣି ରାନ୍ଧଣା ଥିବ ଲୋଡ଼ି। ଆମ୍ଭଙ୍କୁ ରନ୍ଧାଇବେ ଅନ୍ନ କେମନ୍ତେ କରିବା ଭୋଜନ। ସ୍ୱଭାବେ ସାୟଂକାଳ ଗଲା ରଜନୀ ପ୍ରବେଶ ହୋଇଲା। ନିଶାରେ ପୂଜା ବୈଶ୍ୟଦେବ କେବେ ହେ ନିର୍ବାହ ନହିବ। ରନ୍ଧନ ନ କରିବା ଯେବେ ସୁଜନେ ସନ୍ତୋଷ ନହିବେ। ଏମନ୍ତ ଅଛି ବହୁ କ୍ଲେଶ ଏକଥା କଲେ ପରକାଶ। ତେଣୁ ଏ ନିଜ କର୍ମ ଦୋଷ ଆଜ ରହିବା ଉପବାସ। ଏତେ ବିଚାରି ଦ୍ୱିଜବର ଭୁଞ୍ଜିଲା କମଣ୍ଡଳୁ ନୀର। ସନ୍ତୋଷେ ପୁହାଇଲେ ନିଶି ପ୍ରଭାତେ ସ୍ନାନ ସାରି ଆସି। ଇଷ୍ଟ ଦେବତା ପୂଜା କରି ବିଷ୍ଣୁ ଗାୟତ୍ରୀ ଜପ କରି। ଏଥୁ ଅନ୍ତରେ ଯେ ଯାଜ୍ଞିକେ ଯାବତ ଚରଚା ସେବକେ। ହବିଷ୍ୟ ଅନ୍ନ କୁତଣ୍ଡୁଳ ନବୀନ ଭାଣ୍ଡ କାଷ୍ଠ ଜଳ। ବ୍ୟଞ୍ଜନ ଅର୍ଥେ ମୁଗ ଘୃତ ଦଧି ଲବଣ ସେବାକୃତ। ଅନଳ ଆଦି ତୃଣ ତୁଲେ ବିଷ୍ଣୁ ଦାସକୁ ଆଣିଦେଲେ। ବିପ୍ରତା ଦେଖି ତୋଷ ଚିତେ ସୋପାକ ସମ୍ପାଦି ତୁରିତେ। ଦ୍ୱାରେ ସ୍ନାହାନ ବେଗେ ସାରି କରେ ତୁଳସୀ ଜଳ ଧରି। ଅନ୍ନ ବ୍ୟଞ୍ଜନ ଥିଲା ଯହିଁ ଯାଇ ଦେଖିଲା କିଛି ନାହିଁ। ଚକିତ ହୋଇ ଦ୍ୱିଜବର ଆତ୍ମା ବାଧିଲା ଭକ୍ଷିନୀର। ସେ କଥା ପ୍ରକାଶ ନ କଲା ଉପାସେ ସେ ଦିନ ରହିଲା। ଆରେ କଦିନେ ବିପ୍ର ପୁଣି ରାନ୍ଧଣା ସଞ୍ଚା ଦେଲେ ଆଣି। କ୍ଷୁଧାର୍ତ ହୋଇ ବିଷ୍ଣୁ ଦାସ ସେଦିନ ରାନ୍ଧିଲା ପାୟସ। ଶୀତଳ ଅର୍ଥେ ପତ୍ରେ ବାଢ଼ି ଆପେ ବସିଲା ଦ୍ୱାର ମାଡ଼ି। କ୍ଷୁଧାରେ ପାଇ ବଡ଼ ଶ୍ରମ ଅଳପେ ଆକର୍ଷିଲା ଘୁମ। ତକ୍ଷଣେ ତେଜିଲା ଅଳସ ଚାହିଁଲା ନ ଦେଖି ପାୟସ। ମନେ ନହିଲା ଆତ୍ମା କ୍ରୋଧୀ ଉଦକ ପାଳେ ଆତ୍ମବୋଧି। ପୁଣି ହିଁ ଚତୁର୍ଥ ଦିବସେ ଅନ୍ନ ରାନ୍ଧିଲା ନିରଳସେ। ସତରେ ପଖାଳି ପୟର କ୍ଷୁଧାରେ ହୋଇ ତତ୍ପର। ଅନ୍ନ ରାନ୍ଧିଲା ଯତ୍ନ କରି କରେ ଉଦକ ଚଳୁ ଧରି। ଗୋବିନ୍ଦ ରୂପ ମନେ ହେଜି ଧ୍ୟାନ ଗୋଚରେ ଚକ୍ଷୁ ବୁଜି। ବିଷ୍ଣୁଙ୍କୁ କଲା ନିବେଦନ ଚାହିଁଲା ପାତ୍ରେ ନାହିଁ ଅନ୍ନ।
ନ ଦେଖି ବିମୁଖ ନହିଲା ବିଚାରେ ମୋର କର୍ମ ଭଲା। କେଉଁ କ୍ଷୁଧାର୍ତ ଦିନ ଜନ ନୀତି ହରଇ ମୋର ଅନ। ଆତ୍ମା କରଇ ତାର ତୋଷ ଏ ମୋର ପୂର୍ବ ଭାଗ୍ୟ ଯଶ। ଏମନ୍ତ ମନେ ବିଚାରିଲା ସେଦିନ ଉପବାସ କଲା। ଏହି ପ୍ରକାର ପ୍ରତିଦିନ କେ ଘେନି ଯାଏ ତାର ଅନ୍ନ। ନୟନ ପିଛାଡ଼ିବା ମାତ୍ରେ ଅନ୍ନ ନଥାଏ ଆଉ ପାତ୍ରେ। ଏମନ୍ତେ ସପ୍ତ ଦିନ ଗଲା ବ୍ରାହ୍ମଣ ମନେ ବିଚାରିଲା। କେ ଘରୁ ଅଛି ଅନ୍ନ ମୋର ମତେ ତ ନ ହେଲା ଗୋଚର। କି ସେ ଦେବତା ଭୂତ ପ୍ରେତ କେ କରୁଅଛି ଏଡ଼େ କୃତ। କି ବାଉ ରୋଗ ନର ଦୁଃଖୀ ମୁହିଁ ତ ନ ପାରିଲି ଦେଖି। ଆଜ ଧରିବି ଲୁଚି ବସି କେ ଅନ୍ନ ନେଉଅଛି ଆସି। ଏତେ ବିଚାରି ବିପ୍ରମନ ତୁରିତେ ସାରିଲା ରନ୍ଧନ। କୋଠିରେ ଭୋଜନ ସଂଯୋଗୀ ଭିତରେ ବସି ଅଛି ଜଗି। ଏହି ସମୟରେ କନର ଅତି ଦୁର୍ବଳ କଳେବର। ବୟସେ ବୃଦ୍ଧ ଅସ୍ଥି ଚର୍ମା ଚଣ୍ଡାଳ ରୂପୀ ହୀନ କର୍ମା। ଛିଣ୍ଡା ଲେଙ୍କଡ଼ା ବସ୍ତ୍ର ଧଡ଼ି କଟିରେ ବାନ୍ଧି ଅଛି ଭିଡ଼ି। ଗଳାରେ ଲମ୍ବି ଅଛି ଖଣ୍ଡେ ପାଦ ଦଉଡ଼ି ଡୋର ମୁଣ୍ଡେ। ଚାଲନ୍ତେ ତନୁ ଥର ଥର ନୟନ ଝରୁ ଅଛି ନୀର। କ୍ଷଣ କ୍ଷଣକେ ତାହା ପୋଛି ଆଗ ପଛକୁ ଚାହୁଁଅଛି। ଅଳପ ନଇଁ ବାପରାୟ ମନେ ବିରାଜୁ ଅଛି ଭୟ। ବ୍ରାହ୍ମଣ ଗୃହେ ଆସି ମିଳି ବାଢ଼ିଲା ବସି ଅନ୍ନ ତୋଳି। ମନ୍ଦିରୁ ହୁଅନ୍ତେ ବାହାର ବ୍ରାହ୍ମଣ ଡାକିଲା ପଛର। କିମ୍ପା ନେଉଛ ତୁଚ୍ଛା ଅନ୍ନ ଭିତରୁ ଦିଅ ଏଇ ବ୍ୟଞ୍ଜନ। ଗୋକ୍ଷୀର ଘୃତ ଦଧି ଲୁଣ ସଂଯୋଗ ଦେବି ଏହି କ୍ଷଣ। ସ୍ୱସ୍ଥାନେ ବସି ଅନ୍ନ ଭୁଞ୍ଜି ମନରୁ ଭୟ ଭ୍ରାନ୍ତି ତେଜି। ଏମନ୍ତ ବିପ୍ର ବାକ୍ୟ କର୍ଣ୍ଣେ ଶୁଣି ଚଣ୍ଡାଳ ଭୟ ମନେ। ଅନ୍ନ ପକାଇ ପଳାଇଲା ଆଗେ ଯେ ଉଚ୍ଚ ଭୂମି ଥିଲା। ଝୁଣ୍ଟି ପଡ଼ିଲା ମୁହଁ ମାଡ଼ି ପିଣ୍ଡରୁ ପ୍ରାଣ ଗଲା ଛାଡ଼ି। ତା ଦେଖି ବିଷ୍ଣୁ ଦାସ ଚାହିଁ ଅତି ଆକୁଳ ମନ ହୋଇ। ଅନ୍ନ ଚୋରକୁ ତୋଳି ବେଗେ ଦେଖିଲା ଯିବ ନାହିଁ ଅଙ୍ଗେ। ତାଟକା ହୋଇ ଦ୍ୱିଜବର ମୁଖେ ସିଞ୍ଚିଲା ଶୀତ ନୀର। ନିଜ ବସନେ ଘେନି ଧୂଳି ପୋଛି ଆପଣା ଅଙ୍ଗେ ବୋଳି। ନିର୍ଜୀବ ଦେଖି ତାର ଦେହେ ବିପ୍ର ବୁଡ଼ିଲା ଶୋକ ମୋହେ। ବିକଳେ କର ରୋଦନ ବୋଲଇ ଧିକ ମୋ ଜୀବନ। ଏଡ଼େ ଅକର୍ମ କିମ୍ପା କଲି ନିଶ୍ଚୟ ଯିବ ଥାଉ ମଲି। କ୍ଷୁଧାର୍ତ ଜନ ଅନ୍ନଗ୍ରାସ ମୂର୍ଖ ସ୍ୱଭାବେ କଲି ନାଶ। ମୁନିଏ କହିଛନ୍ତି ପୂର୍ବେ ଖାଇବା ଗ୍ରାସ ଭାଙ୍ଗେ ଯେବେ। ଶପଥ ଜନ୍ମ ପରିଜନ୍ତେ ଅନ୍ନ ନ ମିଳେ କଦାଚିତେ। ସେ ପ୍ରାଣୀ କୃମି ପୋକ ହୋଇ ତପତ ନର୍କେ ପଡ଼ିଥାଇ। ଯୁଗ ଅନ୍ତରେ ପଶୁ ଜନି ଲଭଇ ପୂର୍ବ କର୍ମ ଘେନି। ମୁଁ ଏହା ଜାଣ ଈଶ୍ୱରୂପ ଅଜ୍ଞାନେ ଅରଜିଲି ପାପ। ଏମନ୍ତେ କର ରୋଦନ ଶୁଣି ଅନେକ ବିଜ୍ଞଜନ। ବୋଇଲେ ଅତିଥି ଶ୍ରେଷ୍ଠ ମୋ ଯୋଗୁଁ ହେଲା ପ୍ରାଣ ଭଷ୍ଟ। ତେଣୁ ମୁଁ ଏହାର ସଙ୍ଗତେ ଅନଳେ ଝାସିବି ନିଶ୍ଚିତେ। ଏଥକୁ କର ଉଦ୍ଯୋଗ ନାହିଁ ମୋ ଜୀବନରେ ଭୋଗ। ଏମନ୍ତେ ବିପ୍ର ଶୁଦ୍ଧ ମନ ଜାଣିଲେ ଜଗତ ଜୀବନ। ତକ୍ଷଣେ ଆଜ୍ଞା ପରମାଣେ ସେ ମୃତ ଶବ ଗଲା କେଣେ। ଆପଣେ ଦିବ୍ୟ ରୂପ ଧରି ଗରୁଡ଼ ପୃଷ୍ଠେ ବିଜେ କରି। ଦେଖନ୍ତି ସୁର ନର ଋଷି ଉଜ୍ଜ୍ୱଲ୍ୟ ଜ୍ୟୋତି ବ୍ରହ୍ମ ରାଶି। ଅତସୀ ପୁଷ୍ପ କାନ୍ତି ବର୍ଣ୍ଣ ପୀତବସନ ପରିଧାନ। ଚକ୍ର କମଳ ଶଙ୍ଖ ଗଦା ଯେ ଅଳଙ୍କାର ଅଙ୍ଗେ ସଦା। ଏକୁଆରେ କ ତେଜ କାନ୍ତି ଜ୍ୟୋତି ଶରୀର ବିରାଜନ୍ତି। ଶୋଭଇ ଜୟ ଶଙ୍ଖନାଦ ପାରୁ ସେ ବେଢ଼ି ପାରିଷଦ। ବହୁତ ସମ୍ପଦ ବ୍ୟବହାରେ ମିଳିଲେ ବିଷ୍ଣୁ ଦାସ ଠାରେ। ଚାରି ଅୟୁଧ ଚାରି ଭୁଜେ ଘେନି ଦେବାଧି ଦେବରାଜେ। ବିପ୍ରଙ୍କୁ ବେନି କରି ତୋଳି ଗରୁଡ଼ କନ୍ଧେ ବନମାଳି। କୋଳେ ବସାଇ ଯାନ୍ତି ଶୂନ୍ୟେ
ଦେଖନ୍ତି ଗୟାବାସୀ ଜନେ। ରାଜା ଯେ ଗୁରୁ ପାଶେ ଥିଲା, ତା ଦେଖି ବିସ୍ମୟ ହୋଇଲା। ଗୁରୁଙ୍କୁ କହି ବଚନ, କିସ ପୂଜିବି ଆଉ ପୁଣ୍ୟ। ଦେଖି ବ୍ରାହ୍ମଣ କର୍ମଗୁଣ, ପ୍ରତ୍ୟକ୍ଷ ଆସି ନାରାୟଣ। ଗରୁଡ଼ ଆସନେ ବସାଇ, ବିପ୍ରଙ୍କୁ ନିଜ ପୁରେ ନେଇ। ମୁଁ ଯେ ଅନେକ ତପ କରି, ନୋହିଲି ବିପ୍ର ସଙ୍ଗେଶ୍ୱରୀ। ସେ ପ୍ରଭୁ ଜଗତ ଜୀବନ, ମୋତେ ନୋହିଲେ ଅବଧାନ। ତେଣୁ ବ୍ୟର୍ଥ ଜନ୍ମ ନାହିଁ, ଏ ଦେହ ଥିବ କାହିଁ ପାଇଁ। ବିଷ୍ଣୁ ଅଭାବେ ଯେଉଁ ପ୍ରାଣୀ, ସମ୍ପଦ ସୁଖ ପ୍ରାୟ ମଣି। ତାର ଜୀବନ ଧିକ ଧିକ, ଯାବତ ଭୋଗ ସବୁ ନର୍କ। ଏଣୁ ମୋ ଦେହେ ନାହିଁ କାର୍ଯ୍ୟ, ଅନଳେ ଝାସ ଦେବି ଆଜ। ଏମନ୍ତ ବୋଲି ନରସାଇଁ, ପଡ଼ିଲା ଅଗ୍ନି କୁଣ୍ଡେ ଡେଇଁ। ବିଷ୍ଣୁ ଯେ ଥିଲେ ଅନ୍ୟ ମାର୍ଗେ, ତକ୍ଷଣେ ଲେଉଟିଲେ ବେଗେ। ଯଜ୍ଞ ଅନଳ କୁଣ୍ଡେ ପଶି, ରାଜାଙ୍କୁ ଧରିଲେ ଆକର୍ଷି। ବିକ୍ରମୀ ଗରୁଡ଼ କାନ୍ଧରେ, ବିଜୟ କଲେ ଧାତିକାରେ। ବେନି ଜାନୁରେ ବେନି ଭୃତ୍ୟ, ବସାଇ କଲେ କୋଳାଗ୍ରତ। ଦକ୍ଷିଣେ ଦ୍ୱିଜ ବାମେ ନୃପ, ଯେସନେ ବ୍ରହ୍ମା ଶିବ ରୂପ। ମଧ୍ୟ ସୁନ୍ଦର ଦେବରାୟ, ଶୂନ୍ୟ ଶୁଭିଲା ଜୟ ଜୟ। ପଥେ କୁସୁମ ବୃଷ୍ଟି କରି, ବୈକୁଣ୍ଠେ ବିଜେ ନରହରି। ସେ ବେନି ଭୃତ୍ୟଙ୍କୁ ପାରୁଷେ, ରଖିଲେ ଅତ୍ୟନ୍ତ ବିଶ୍ୱାସେ। ଯେ ବିପ୍ର ନାମ ଅତିଶୀଳ, ସୁଶୀଳ ନାମେ ମହିପାଳ। ହେ ଧର୍ମଦତ୍ତ ଶୁଣ ତୁମ୍ଭେ, ସେ ବେନି ବିଷ୍ଣୁ ଗଣ ଆମ୍ଭେ। ସର୍ବଦା ବିଷ୍ଣୁ ଲୋକେ ଥାଉ, କାର୍ତ୍ତିକ ବ୍ରତେ ପୂଜା ପାଉ। ଯେ ପୂଜେ ଉଦ୍ଯାପନ କାଳେ, ସେହି ବସନ୍ତି ଆମ୍ଭ ମେଳେ। ତୁ ଯେ ପୁଛିଲୁ ଧର୍ମ ରୀତି, ତୁଳସୀ ସେବା ବିଷ୍ଣୁ ଭକ୍ତି। ଏବେ ନିସମ କରି ଜାଣ, କହିଅଛନ୍ତି ନାରାୟଣ। ସେ ପ୍ରଭୁ ଭକତ ବିଶ୍ୱାସ, ଭଣଇ ମହାଦେବ ଦାସ। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରଖଣ୍ଡେ कार्तिक महात्म्ये अतिशील सुशील चरित कथने नाम 19 अध्याय।